ପିଲାମାନେ ନିଜକୁ ଟେଷ୍ଟ କରନ୍ତୁ। ଚାଲନ୍ତୁ ଦେଖିବା ଏମାଇଲ୍ ଓଡ଼ିଆର ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କିଏ କରିପାରୁଛନ୍ତି। ପ୍ରଥମ ପ୍ରଶ୍ନ ଏଠି ଦରବାର କଟକର କେଉଁଠାରେ ଅନୁଷ୍ଠିତ ହୋଇଥିଲା। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ, MCQ ପ୍ରଶ୍ନ। ବାରବାଟୀ ଦୁର୍ଗ, ସାହିତ୍ୟ ଭବନ, କିଲା ପଡ଼ିଆ ନା ମହାନଦୀ ପଠା। ତ କ'ଣ ହେବ ଉତ୍ତର ନା ବାରବାଟୀ ଦୁର୍ଗରେ କଟକର ଅନୁଷ୍ଠିତ ହୋଇଥିଲା। 52 ପ୍ରଶ୍ନ ରହିବ। ଫଟାଫଟ ଆନ୍ସର କରିଯିବା। ସେକେଣ୍ଡ ପ୍ରଶ୍ନ ହେଉଛି ସିଂହ ଔରସରୁ ଜନ୍ମ ହୋଇଥିବା ଶ୍ୱାନ ବୋଲି କାହାକୁ କୁହାଯାଇଛି। ତତ୍କାଳୀନ କବିମାନଙ୍କୁ ନା ରାଜାମାନଙ୍କୁ ନା ଅତିଥିମାନଙ୍କୁ ନା ସାଧାରଣ ଜନତାକୁ। କାହା କୁହାଯାଇଛି ନା ତତ୍କାଳୀନ ରାଜାମାନଙ୍କୁ ସିଂହ ଔରସରେ ଜାତ ହୋଇ ଜନ୍ମ ହୋଇ ତୁମେ କ'ଣ ନା ଶ୍ୱାନ ବୋଲି କୁହାଯାଇଛି, କୁକୁର ବୋଲି। ତତ୍କାଳୀନ ରାଜାମାନଙ୍କର ପୂର୍ବପୁରୁଷମାନେ କିପରି ମାନସିକତା ସମ୍ପନ୍ନ ଥିଲେ। ସେମାନେ ଭୋଗବାଦୀ ନା ଲୋଭୀ ନା ଉଦାର ନା କ୍ରୋଧ ଥିଲେ। କ'ଣ ନା ଉଦାରବାଦୀ ଥିଲେ ସେମାନେ। ନେକ୍ସଟ ପ୍ରଶ୍ନ କେଉଁ ବରପୁତ୍ରଙ୍କୁ ସମ୍ବର୍ଦ୍ଧିତ କରିବାକୁ ବାରବାଟୀ ଦୁର୍ଗରେ ଏକ ଦରବାର ବସିଥିଲା। ସାରଳା ଦାସ, ବଳରାମ ଦାସ, ରାଧାନାଥ ରାୟ, ପଠାଣି ସାମନ୍ତ। ଉତ୍ତର ହେଉଛି ପଠାଣି ସାମନ୍ତକୁ ସମ୍ବର୍ଦ୍ଧିତ କରିବା ପାଇଁ। ଜଳଧାରାର ଧର୍ମ କ'ଣ? ନିମ୍ନଗତି, ଊର୍ଦ୍ଧ୍ୱଗତି, ଉତ୍ତରଗତି, ଦକ୍ଷିଣ ଗତି। ଜଳଧାରାର ଧର୍ମ ହେଉଛି ତଳକୁ ତଳକୁ ଯିବା ଅର୍ଥାତ୍ ନିମ୍ନଗତି। ପ୍ରଜାମାନଙ୍କୁ ଶୋଷଣ କରି ରାଜା ଓ ଜମିଦାରମାନେ କାହାକୁ ପୋଷଣ କରୁଥିଲେ? ଗଣିକା, ଓକିଲ, ଖୋସାମତିଆ ପାଖ ଲୋକ, ସମସ୍ତଙ୍କୁ, ଏଇ ସମସ୍ତଙ୍କୁ ନାଇଁକି। ରାଧାନାଥ କାହାକୁ ନିଜକୁ ଟେଷ୍ଟ କରନ୍ତୁ ପିଲାମାନେ, ମନେ ରଖନ୍ତୁ, ଟେଷ୍ଟ କରନ୍ତୁ ଏବଂ ଆନ୍ସର ଗୁଡ଼ିକୁ ଗୋଟେ ଖାତାରେ ଡାଣ ପଟେ ଧରିକି ରଖନ୍ତୁ ଏବଂ ଲେଖିଦିଅନ୍ତୁ। ଖାଲି ଆନ୍ସର ଗୁଡ଼ିକ ଲେଖିଦିଅନ୍ତୁ, କୋଶ୍ଚିନ୍ ଗୁଡ଼ିକୁ ମନେ ପକାଇବେ। ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି? ବହିଃଶତ୍ରୁ, ମାହମୁଦ, ଆଲେକ୍ଜାଣ୍ଡାର ନା ଅଶୋକ। ସ୍କନ୍ଦର ହେଉଛନ୍ତି ଆଲେକ୍ଜାଣ୍ଡାର। ଲକ୍ଷ୍ୟସୂଚୀ ବୋଲି କାହାକୁ କୁହାଯାଇଛି? ରାଜା ଓ ଜମିଦାର, ବ୍ରିଟିଶ ଶାସକ, ବିଦେଶୀ, ଉତ୍କଳର ଗଜପତି। ଉତ୍ତର ହେଉଛନ୍ତି ରାଜା ଓ ଜମିଦାରମାନଙ୍କୁ ଲକ୍ଷ୍ୟଶୋଷୀ ବୋଲି କୁହାଯାଇଛି। କାହାର କ୍ରୂରତା ଓ ଅବିଶ୍ୱାସୀ ପ୍ରକୃତି ବିଷୟରେ କୁହାଯାଇଛି? ଖଳ ବ୍ୟକ୍ତି, ବିଦେଶୀ, ଖଣ୍ଟ ନା କାଳ। କାହାର କ୍ରୂରତା ଅବିଶ୍ୱାସୀ ନା ଉତ୍ତର ହେଉଛି ନା କାଳ। କାଳ ହେଉଛି କ୍ରୂର ଏବଂ ଅବିଶ୍ୱାସୀ। ନେକ୍ସଟ ପ୍ରଶ୍ନ ବିଧି କେଉଁ ପୋତ ଗଢ଼ିଛି? ବିଧି ମାନେ କିଏ ନା ଭଗବାନ। ଭଗବାନ କେଉଁ ପୋତ ଗଢ଼ିଛନ୍ତି? ନୌକା, ଡଙ୍ଗା, ଧର୍ମ, ଜୀବନ। ଉତ୍ତର ହେଉଛି ଭଗବାନ ଧର୍ମ ଗଢ଼ିଛନ୍ତି। କ'ଣ ନା ଏଇ ଯେଉଁ ସଂସାର ସାଗର ଅତିକ୍ରମ କରିବା ପାଇଁ। ନେକ୍ସଟ ପ୍ରଶ୍ନ ରାଜାମାନେ କିପରି ନିଜର ମାଲଖାନା ପୂର୍ଣ୍ଣ କରୁଥିଲେ? ପ୍ରଜାମାନଙ୍କ ଧନ ଅପହରଣ କରି, ଜରିମାନା କରି, ବ୍ରିଟିଶ ସରକାରଙ୍କ ଠାରୁ କରଜ ଆଣି, ଭୂ ସମ୍ପତ୍ତି ବିକ୍ରି କରି। କ'ଣ ନା ପ୍ରଜାମାନଙ୍କୁ ଜରିମାନା କରି ସେମାନେ ନିଜର ମାଲଖାନା ପୂର୍ଣ୍ଣ କରୁଥିଲେ। ନେକ୍ସଟ ପ୍ରଶ୍ନ ବହ୍ନି ଶିଖା ପରି ଊର୍ଦ୍ଧ୍ୱଗାମୀ କିଏ ଥିଲେ? ସାମନ୍ତ ଚନ୍ଦ୍ରଶେଖର, ଉତ୍କଳର ଗଜପତି, ଉତ୍କଳରେ ସେନାପତି, ବକ୍ସି ଜଗବନ୍ଧୁ। ଉତ୍ତର ହେଉଛି ଉତ୍କଳର ଗଜପତି ଥିଲେ ଊର୍ଦ୍ଧ୍ୱଗାମୀ ବହ୍ନି ଶିଖା ପରି। କବି ରାଧାନାଥଙ୍କ ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣଙ୍କୁ ପରମ ଉଦାର ବୋଲି କାହିଁ କହିଛନ୍ତି? କାହିଁକି ନା ରାଜ୍ୟକୁ ସେମାନେ ଏକ ପରିବାର ମନେ କରୁଥିଲେ। କବିଙ୍କ ସମୟରେ ରାଜା ଓ ପ୍ରଜାଙ୍କର ସମ୍ପର୍କ କିପରି ଥିଲା? ଶୁଆ ଶାରୀ ପରି, ବାଜ ପାରା ପରି, ସିଂହ ଶୋଷକ ପରି, ପିତା ପୁତ୍ର ପରି ନା ବାଜ ପାରା ପରି। ଯେମିତି ବାଜ ପାରାକୁ ଶିକାର କରେ ସେଇଭଳି। ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? ନା ସେମାନେ ବିଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ। ନାଇଁ ରିଭିଜନ ଚାଲିଛି ପିଲାମାନେ। ନେକ୍ସଟ ପ୍ରଶ୍ନ ବିଶ୍ୱ ବିଜୟୀ ଆଲେକ୍ଜାଣ୍ଡାର ସମୁଦ୍ର କୂଳରେ ପହଞ୍ଚି କାହିଁକି କାନ୍ଦି ପକାଇଥିଲେ? ନା ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ ସେ କାନ୍ଦି ପକାଇଥିଲେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ଉକ୍ତିଟି କାହାର? ଉକ୍ତିଟି ହେଉଛି ବିଶ୍ୱ ବିଜୟୀ ଆଲେକ୍ଜାଣ୍ଡାରଙ୍କର। ସେ କହିଥିଲେ ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ। ଭଙ୍ଗା ମାଠିଆରୁ ପାଣି ବହିଯିବା ପରେ ମଣିଷ ଜୀବନରୁ କ'ଣ ସରିଯାଏ? ନା ମଣିଷ ଜୀବନରୁ ବଳ, ଆୟୁ, ଧନ, ଯୌବନ କ'ଣ ସରିଯାଏ? ଆୟୁ ସରିଯାଏ। ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେ କରି ଯିଏ ହସୁଥାଏ ତାର କିପରି ଗତି ଘଟିଥାଏ? ସେ କ'ଣ ନା ମୃତ୍ୟୁ କ'ଣ କରେ? ହସି ହସି ମୃତ୍ୟୁ ତା ପଛରେ ଆସି ବସିଯାଏ। ଆୟୁ ବଢ଼ିଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି? ଆୟୁ ବଢ଼ିଲେ ମାୟାର ପ୍ରଭାବ କେମିତି ହୁଏ? ନା ଛାୟା ପରି ବଢ଼ିଯାଏ। ବିଧାତା ଧର୍ମରୂପକ ପୋତ ଗଢ଼ିଛନ୍ତି କାହିଁକି?
ବିଧାତା ଧର୍ମ ରୂପକ ପୋତ ଗଢ଼ିଛନ୍ତି କାହିଁକିନା ସଂସାର ବାରିଧି ବା ସଂସାର ସମୁଦ୍ରରୁ ଅତିକ୍ରମ କରିବା ପାଇଁ। ବଡ଼ପଣ କବିତାଟି ରାଧାନାଥଙ୍କର କେଉଁ କବିତାରୁ ଆନିତ, କେଉଁ କାବ୍ୟରୁ ଆନିତ? ଚିଲିକା, ପାର୍ବତୀ, ମହାଯାତ୍ରା ନା ଦରବାର? ତ ଉତ୍ତର ହେଉଛି ଦରବାର କାବ୍ୟରୁ ଆନିତ। ବଡ଼ପଣ କବିତାରେ କେଉଁ ରସର ପ୍ରାଧାନ୍ୟ ରହିଛି? ଶୃଙ୍ଗାର, ହାସ୍ୟ, ବ୍ୟଙ୍ଗ, କରୁଣ, ବାତ୍ସଲ୍ୟ? ଉତ୍ତର ହେଉଛି ହାସ୍ୟ ଓ ବ୍ୟଙ୍ଗ ରସର ପ୍ରାଧାନ୍ୟ ରହିଛି। କାହାର ଔରସରୁ ଜନ୍ମ ନେଇ ଶ୍ୱାନ ପରି ହେଉଛନ୍ତି ବୋଲି ଦରବାରକୁ ଆସିଥିବା ରାଜା କର୍ମଚାରୀମାନଙ୍କୁ କବି କହିଛନ୍ତି? ସେମାନେ କେଶରୀ ଔରସରେ ଜାତ ହୋଇ ସେମାନେ ଶ୍ୱାନ ପରି ହେଉଛନ୍ତି ବୋଲି କହିଛନ୍ତି। କବିଙ୍କ ସମକାଳୀନ ରାଜାମାନେ କାହାର ବିଶାଳ ସାମ୍ରାଜ୍ୟ ଏବେ ବିକି ଭାଙ୍ଗି ଖାଉଛନ୍ତି? କାହାର? ନା ଉତ୍ତର ହେଉଛି ପୂର୍ବପୁରୁଷଙ୍କ ବିଶାଳ ସାମ୍ରାଜ୍ୟ ବିକି ଖାଉଛନ୍ତି। ପ୍ରାଚୀନ କାଳରେ ରାଜାମାନେ କିପରି କେଉଁପରି ଊର୍ଦ୍ଧ୍ୱଗାମୀ ଥିଲେ? ନା ପ୍ରାଚୀନ କାଳରେ ରାଜାମାନେ କେଉଁପରି? ନା ଉତ୍ତର ହେଉଛି ବହ୍ନି ଶିଖା ପରି ଊର୍ଦ୍ଧ୍ୱଗାମୀ ଥିଲେ। ପ୍ରଜାମାନଙ୍କର ଶ୍ରମାର୍ଜିତ ଧନରେ କେଉଁମାନେ ଆଜି ବିଳାସ ବ୍ୟସନରେ କାଳାତିପାତ କରୁଛନ୍ତି? କେଉଁମାନେ କାଳାତିପାତ କରୁଛନ୍ତି? ନା ଏଇ ଯେଉଁ ରାଜାମାନେ କାଳାତିପାତ କରୁଛନ୍ତି। ଧର୍ମ ଅର୍ଜନର ସଫଳତା କେଉଁଠି ଥାଏ? ଧର୍ମ ଅର୍ଜନର ସଫଳତା ସୁବେହରେ ଥାଏ। କେଶରୀ ଔରସେ ତୁମ୍ଭେ ସିନା ଶ୍ୱାନ, ଏହା କାହାକୁ କୁହାଯାଇଛି? କେଶରୀ ଔରସେ ତୁମ୍ଭେ ସିନା ଶ୍ୱାନ, ଏହା ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ କୁହାଯାଇଛି। ନେକ୍ସଟ ପ୍ରଶ୍ନ, ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ୱ କ'ଣ ଥିଲା? ସର୍ବସ୍ୱ ଥିଲା ତାଙ୍କର ଗନ୍ଥାଘର, ନାଇଁକି? ତାଙ୍କର ଥିଲା ଗନ୍ଥାଘର, ସର୍ବସ୍ୱ ଥିଲା ଗନ୍ଥାଘର। ନେକ୍ସଟ ପ୍ରଶ୍ନ, ରାମଚନ୍ଦ୍ର କେଉଁ ଯଜ୍ଞ କରୁଥିଲେ? କହିଲେ ଦେଖି, କ'ଣ ଯଜ୍ଞ କରୁଥିଲେ? ନା ଅଶ୍ୱମେଧ ଯଜ୍ଞ କରୁଥିଲେ, ନାଇଁକିରେ? ରାମଚନ୍ଦ୍ର କେଉଁ ଯଜ୍ଞ କରୁଥିଲେ? ଅଶ୍ୱମେଧ ଯଜ୍ଞ କରୁଥିଲେ। ନେକ୍ସଟ ପ୍ରଶ୍ନ, ସୀତା ଲେଖିଥିବା ପତ୍ରରେ ତାଙ୍କ ପୁତ୍ରଦ୍ୱୟ କ'ଣ ବୋଲି କହିଛନ୍ତି? ତାଙ୍କ ପୁତ୍ରଦ୍ୱୟ ହେଉଛନ୍ତି କ'ଣ? ନା ଅତ୍ୟନ୍ତ ଅବୋଧ ବୋଲି କହିଛନ୍ତି, ନାଇଁକି? ନେକ୍ସଟ ପ୍ରଶ୍ନ, ବାଲ୍ମୀକି ସେଥିରେ କାହାକୁ ନେଇ ଅଯୋଧ୍ୟା ଗମନ କରିଥିଲେ ସାଥିରେ? ବାଲ୍ମୀକି ସାଥିରେ ଲବକୁଶଙ୍କ ଧରି ଅଯୋଧ୍ୟା ଗମନ କରିଥିଲେ। ତପସ୍ୱିନୀ କିଏରେ? ତପସ୍ୱିନୀ ହେଉଛନ୍ତି କିଏ? ନା ତପସ୍ୱିନୀ ହେଉଛନ୍ତି ସୀତା, ନାଇଁକି? ନେକ୍ସଟ ପ୍ରଶ୍ନ, ରାମଚନ୍ଦ୍ରଙ୍କ ପାଖକୁ କିଏ ବିନମ୍ର ପତ୍ର ଲେଖିଛନ୍ତି? ରାମଚନ୍ଦ୍ରଙ୍କ ପାଖକୁ ସୀତା ବିନମ୍ର ପତ୍ର ଲେଖିଛନ୍ତି। ରାମଚନ୍ଦ୍ର ସୀତାଙ୍କ ଅନୁପସ୍ଥିତିରେ କେଉଁ ଯଜ୍ଞର ଆୟୋଜନ କରିଥିଲେ? ନା ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ। ଶରଣ ବତ୍ସଳ ଧ୍ୱଜ ରିପୁ ଜଗଜାଙ୍କୁଶ, ଏଥିରେ ଧ୍ୱଜ ଶବ୍ଦର ଅର୍ଥ ହେଉଛି କ'ଣ? ନା ପତାକା। ନବବାମା ବୋଲି କବି କାହାକୁ କହିଛନ୍ତି? ନବବାମା ମାନେ ନୂତନ କ'ଣ? ସ୍ତ୍ରୀ। ନୂତନ ପତ୍ନୀ କିଏ? ନା ନବବିବାହିତା ଦ୍ୱିତୀୟା ପତ୍ନୀକୁ ନବବାମା ବୋଲି କହିଛନ୍ତି। ରାମଚନ୍ଦ୍ରଙ୍କର ସଦ୍ଗୁଣାବଳୀ ଶତଗୁଣିତ ହୋଇଥିବ କାହିଁକି? ନା ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ। ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ। ନେକ୍ସଟ ପ୍ରଶ୍ନ, ସୀତାଙ୍କ ପୁତ୍ରଦ୍ୱୟ କିପରି ଜନନୀଙ୍କ ଜୀବନ କନ୍ଦାଉଥିଲେ? ନା ବୀଣାତନ୍ତ୍ରୀ ସହକାରେ ରାମାୟଣ ଗାନ କରି, ବୀଣାତନ୍ତ୍ରୀ ସହକାରେ ରାମାୟଣ ଗାନ କରି ସେ ଜୀବନ କନ୍ଦାଉଥିଲେ, ନାଇଁକି? ନେକ୍ସଟ ପ୍ରଶ୍ନ ଦେଖିବା, ୟେସ୍, ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି? ସୀତାଙ୍କ କ୍ରନ୍ଦନ, ଲବକୁଶଙ୍କର ରାମାୟଣ ଗାନ? ୟେସ୍, ଲବକୁଶଙ୍କର ରାମାୟଣ ଗାନ ଶୁଣି ତରୁଲତା ମାନେ ଅଥୟ ହୁଅନ୍ତି। ତାପସଙ୍କ ଅଶାନ୍ତି ନାଶକ ବୋଲି କାହାକୁ କୁହାଯାଇଛି? ତାପସଙ୍କ ଅଶାନ୍ତି ନାଶକ ହେଉଛନ୍ତି ଶ୍ରୀରାମଚନ୍ଦ୍ର। ସୀତା ରାମଚନ୍ଦ୍ରଙ୍କୁ ଚିଠି ଲେଖି କ'ଣ ମାଗିଥିଲେ? ସୀତା ରାମଚନ୍ଦ୍ରଙ୍କୁ ଚିଠି ଲେଖି ମାଗିଥିଲେ ଯେ ନବପ୍ରଣୟିନୀ କେଉଁ ଘୋର ତପସ୍ୟା କରି ଓ କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରକୁ ବର ରୂପେ ପାଇଲେ ତାହାକୁ ଜଣାଇବା ପାଇଁ। ସୀତାଙ୍କ ଶିଶୁଦ୍ୱୟଙ୍କ ମନ କ'ଣ ପାଇଁ ସେମାନଙ୍କୁ ଆକର୍ଷିତ କରୁନଥିଲା? ନା ସେମାନେ କ'ଣ? ନା ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ କରିବା ପାଇଁ। କେବେ ମଧ୍ୟ ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ କରିନାହାନ୍ତି, ତାକୁ ଦର୍ଶନ କରିବା ପାଇଁ ମନ ଆକର୍ଷିତ ହେଉଥିଲା। କ'ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇଯାଉଥିଲା? କ'ଣ ଶୁଣି? ନା ରାମଚନ୍ଦ୍ରଙ୍କର ଗତ ଦୁଃଖର କାହାଣୀ ଶୁଣି ତାଙ୍କ ମନ ହାଣି ହୋଇଯାଉଥିଲା ହୃଦୟ। ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ୱପ୍ନ ମନେ କରିବେ ବୋଲି ସୀତା କହିଛନ୍ତି? ନା ନବପ୍ରଣୟିନୀର ମୁଖ ଦର୍ଶନ କରି, ନବପ୍ରଣୟିନୀର ମୁଖ ଦର୍ଶନ କରି ସେ
स्वप्न मन करेंगे रामचंद्र माने सीता प्रेम को बोली से कहते। नेक्स्ट प्रश्न सीता पत्र लिखुला बेले किए हसी हसी पहुँचले किए आसो ना लवकुश हसी हसी पहुँचले। तपस्विनीर पत्र गंगाधर क्यों काव्यु ग्रहान्वित क्यों काव्यु आनीत ना तपस्विनी काव्यु आनीत। ये जो तपस्विनी काव्य से ही आसी। नेक्स्ट प्रश्न राजा राजेश्वरी बोली क्या कहुई ना राजा राजेश्वरी बोली यही रामचंद्र बा श्री रामचंद्र को कहुई नहीं कि। नेक्स्ट प्रश्न देखिबा सीता सती सीता निर्वासित होई केउठी रहिथिले से निर्वासित होई वाल्मीकि आश्रम रे रहिथिले। रामचंद्र केउ वंश रे जात होइथिले रामचंद्रंकर वंश होउची कोन सूर्य वंश नहीं। फटाफट फटाफट आमे 52टी माने क्वेश्चन आलोचना कर सेलुनी कलुनी। सूर्यवंशर कुलदेवता किए सूर्यवंशर कुलदेवता होचंती किए सूर्य। तेणु पिला माने एठी आमे 52 प्रश्न आलोचना कर सेलुनी। तेणु एटा को बारंबार बारंबार देखिबो काहेकि ना आउ समय नाही आमे माने अधिक अधिक कोन VST आलोचना करिबा MCQ VST। थैंक यू वेरी मच रहिली। वंदे उत्कल जननी।